Hey everyone, welcome back to another video of another day. So first of all, before starting my video, I want to apologize that I'm really very sorry due to some technical issues. I can't post my videos in YouTube, so that I'm really very sorry. But now I'm back with another mini video. So hi everyone, I'm Sri and I'm here to share some moments of my daily life with you all. ତ ଆପଣମାନେ ତ ଦେଖିପାରୁଥିବେ ଆଜିକାଲିର ପାଗର କିଛି ବି ହିସାବ ନାହିଁ, କେତେବେଳେ ଖରା ତ କେତେବେଳେ ବର୍ଷା। ତ ଆପଣମାନେ ଦେଖିପାରୁଥିବେ ଯେ ଆମର ଏପଟେ କେମିତି ରହିଛି ଆକାଶର ଦୃଶ୍ୟ। ତ ଏଇ ସୁନ୍ଦର ପାଗକୁ ଏନ୍ଜୟ କରିବା ପାଇଁ ମୁଁ ଟିକେ ଛାତ ଉପରକୁ ପଳେଇ ଆସିଛି। ତ ଆପଣମାନଙ୍କୁ ମୁଁ ଭିଡ଼ିଓ ଜରିଆରେ ଦେଖାଉଛି, ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି, ପାଗ କେତେ ସୁନ୍ଦର ଦେଖାଯାଉଛି, ଥଣ୍ଡା ଥଣ୍ଡା ପବନ, ଆକାଶକୁ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ସୋ ଏମିତି ଉପରେ ଏନ୍ଜୟ କରୁଥିଲି। ତ ଏବେ ଚାଲନ୍ତୁ ମୁଁ ଆପଣମାନଙ୍କୁ ଦେଖେଇବି ଛାତ ଉପରେ ଆମ ଗାଁ କେମିତି ଦେଖାଯାଉଛି। ତ ଦେଖନ୍ତୁ ଇଏ ହେଉଛି ଆମ ଗାଁ, କହିବାକୁ ଗଲେ ଆମ ଗାଁର ଦୃଶ୍ୟ ଛାତ ଉପରରୁ। ତ ଏମିତି ଏତେ ସୁନ୍ଦର ଗ୍ରୀନରୀ ଦେଖାଉଛି। ତ ଏବେ ଆମର କିଛି କାମ ଚାଲିଥିଲା, ତ ଘର ସାମ୍ନାରେ ଯେତେ ସାରା ଗଛ ଥିଲା ସେ ସବୁକୁ ଉପାଡ଼ି ଦିଆଯାଇଛି। ମାନେ ଏବେ ଏଠି ବି ମାଟି ପଡ଼ୁଛି, ମାନେ ଘରଟାକୁ ପ୍ଲେନ୍ କରାହେଉଛି, ଆଇ ମିନ୍ ଟୁ ସେ ଦ୍ୟାଟ୍ ତାର ସର୍ଫେସ୍ଟାକୁ। ତ ଏଠି ମୁଁ କାମଲି ଥଣ୍ଡା ଥଣ୍ଡା ପବନ ଟିକେ ଏନ୍ଜୟ କରୁଛି, ତା ସହିତ ଟିକେ ଆପଣମାନଙ୍କ ସହ କଥାବାର୍ତ୍ତା ବି ଚାଲିଛି। ତ ଏମିତି କିଛି ମୋର ଦିନଟି ଆଜି ଯାଇଛି। ତ ଆପଣଙ୍କୁ ଆଉ ଗୋଟେ ଜିନିଷ ଦେଖିବାର ଅଛି, ଦେଖନ୍ତୁ ଇଏ ହେଉଛି ମୋ ଘର ପାଖରେ ଗୋଟେ ଆମ୍ବ ଗଛ, କେତେ ଗୁଡ଼ାଏ ଆମ୍ବ ଆସିଛି ଏ ଗଛରେ। ଆଜି ଦିନର ଅପଡ଼େଟ୍ ବାସ୍ ଏତିକି। ଆଣ୍ଡ ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ। ପ୍ଲିଜ୍ ଡୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ ଟୁ ମାଇ ଚ୍ୟାନେଲ୍। ଥ୍ୟାଙ୍କ ୟୁ ସୋ ମଚ୍।